ଭାଇ ନମସ୍କାର, ମୁଁ ଅଗା କହୁଛି। ହଁ କୁହ। ଭାଇ ମୁଁ ଦି ପଇସା ବାହାରେ ଦି ପଇସା କମେଇଥିଲି, ଘର ଦ୍ୱାର କରି ବିଭାଘର କେମିତି ଆମେ ହବୁ ଏଇ ହିସାବରେ କମେଇଥିଲି। ତେମେ ଯଦି କହୁଛ ଘର ଭଙ୍ଗା ହବ, ଭାଇ ଆଇନରେ ଅଛି କି ଘର ଏଟା ଭଙ୍ଗା ହୁଏ ବି? କୋଉ ଘର ହେଇଗଲା ପରେ ଘର ଭଙ୍ଗା ହୁଏ କି? ଆଚ୍ଛା ସମ୍ପୂର୍ଣ୍ଣ ଯାଉନି ତ ହାତେ ମାତ୍ର ଦେଢ ହାତେ, ତମର କଣ ଆଉ ସାଡକୁ ଇଏ ନାହିଁ? ଅନାବାଜି ଯୋଉ ନବ ପୁଣି ଅନାଜ ବାରିକି ଯିବ କି ନାଇଁ? ତମେ ଗୋଟେ ବଡ ଭାଇ, ମୁଁ ସାନ ଭାଇ, ଗୋଟେ ଚିନ୍ତା କର ଗୋଟେ କଥା। ତମେ ବାରିକି ଯିବ କି ନାଇଁ? ପୁଣି ଏମିତି କାଇଁ ବାରିକି କାଇଁ ନ ଯିବ? କଣ ହେଇଛି? କଣ ହେଇଛି ନୁହଁ, ମୁଁ ତ ସେଇଠି ସୁମତା ଭାଇ ତମକୁ ଫୋନ କରିଥିଲି, ମୁଁ ତମ କଥା ଶୁଣୁଥିଲି। ସୁମତା ଭାଇ ମୋର ସୁମତା ଭାଇ ତମ ସାଙ୍ଗରେ କଥା ହଉଥିଲି, ମୁଁ ବି ସୁମତା ଭାଇ ପାଖରେ ଥିଲି। ହଁ ତମେ ଯୋଉ କହୁଛ ଘର ଯେତିକି ଅଛି ଘରଟା ଭଙ୍ଗା ହବ, ଘରଟା ଭଙ୍ଗା ହବାଟା କଣ ଏଇଟା ଉଚିତ ମାନୁଛି? ତମେ କଣ ଆଉ କଣ ଜାଗା ତମେ ନେଇଗଲେ କଣ ହବ କି? ଜଗା ଶୁଣୁ ଶୁଣୁ, ଆଜ୍ଞା କୁହନ୍ତୁ କୁହନ୍ତୁ ଭାଇ। ଘର ଯେତେବେଳେ ଆରମ୍ଭ ହେଇଥିଲା ଆମେ ଅଟକେଇଥିଲା ନା ନାଇଁ? ହୁଁ ଆମେ କହିଥିଲୁ ଜାଗା ମାପ କର, ତମ ନିଜ ଜାଗାରେ ଘର କର। ହୁଁ। ମାନିଲ? ମାନିଲନି? ଆଗରୁ କୁନି ଖୁଡି ଫାଷ୍ଟ, ତାପରେ ତେମେ ମଝିରେ ଆସିଲ ଭାଇ। କୁନି ଖୁଡି ତମକୁ କିଛି କହିବାର ପଚାରି କୁନି ଖୁଡି ମଝିରେ ତେମେ ଆସିଲ, ଫାଷ୍ଟରୁ ତେମେ ଆସିନ। ଘର ନିଅ ଖୋଳା ହବ ଯଦି କହିଥାନ୍ତ ଫାଷ୍ଟରୁ ଯଦି, ଶୁଣ, ଆଚ୍ଛା ନିଅ ଆମେ ଖୋଳା ହେଲା ବେଳେ ଏତେ ଯାଏ କାଇଁ କଥା ଦାୟିତ୍ୱ ଶୁଣୁ, କହିଲ? କଥା ଶୁଣୁ। ନିଅ ଖୋଳା ହେଲା ବେଳେ କୁନିଷି ସହିତ ମୁଁ ଫୋନରେ କଥାବାର୍ତ୍ତା ହେଇକିରି ମୁଁ ତେମେ କହିଲି ଭାଇ ତାଙ୍କୁ ଦେଖ, ମୁଁ ହଁ ଥିଲି ଘରେ ଥିଲି, ତେମେ ଆସିଲ ପଚାର କେତେ ଡିସିମିଲ ଜାଗା ଅଛି ପଚାର, ଯେହେତୁ ଆମର ଗୋଟେ ପିଲର ଉଠି ଯାଇଥିଲା, ଯୋଉ ନିମଟାଲ ବୁଲି ଯାଇଥିଲା ପିଲର ତଳେ, ତେମେ ଆସିଲେ ମତେ ହଁ ପଚାରିଲ ତମକୁ ସେ କଥା କହିଲି। ଆଉ ତା ପୂର୍ବରୁ ଆସିଛ କେବେ କି କହିଲ? ଶୁଣୁ ତା ହୁଁ ପୂର୍ବରୁ ମୁଁ ଯାଇନି, କିନ୍ତୁ ହୁଁ ଫୋନରେ ଆମେ କଥାବାର୍ତ୍ତା ହେଇଛୁ କୁନି ଖୁଡି ସହିତ, ପଞ୍ଚାୟତ ସହିତ। କୁନି ଖୁଡି କହିଲା ସେ ନିଅ ଖୋଳିଲାଣି, ମୁଁ କହିଲି ଖୁଡି ତାକୁ ଅଟକାଅ, ମାପଚୁପ କରିକି ତାଙ୍କ ଜାଗାରେ ଘର କର। ଦେଖ ଭାଇ ଏସା ଛଡା, ଆମେ ତମ ସାନ ଭାଇରା ଦି ପଇସା କମେଇକିରି, କମ୍ପାନୀରେ ଦି ପଇସା କମେଇକିରି, ଦୁଃଖ କଷ୍ଟରେ ଛୋଟ ବେଳୁ ଆମେ ପାଠଶାଠ ଯେତିକି ପଢିଛୁ, ଆପଣ ପଢେଇ ପାଇଲାନି। ଦୁଃଖ କଷ୍ଟ ଆମେ ଦି ପଇସା କମେଇ ଘର ଦ୍ୱାର କରୁଛୁ ଭାଇ, ଏଇଟା କଲେ ଭଲ ହବନି। ଯେହେତୁ ତମେ ତ କହୁନୁ ତମ ଜାଗାଟା ଆମେ ନେଇଯିବୁ, ତମେ ନହେଲେ ଆଉ କୁଆଡେ ଜାଗାଟା ନେଇଛ, ତାଠୁ ଅଧିକା ହାତେ ନିଅ ପଛକ ଜାଗା। କିନ୍ତୁ ଶୁଣୁ ମୋ ଘରଟା କଥା ଭାଙ୍ଗିବାଟା ଶୁଣୁ, ଏଇଟା ମୋ ଭଲ କଥା କହିଲ। ଶୁଣୁ, ହୁଁ ତୋ କଥା କହୁଛୁ ଆମେ ଚୁପଚାପ ଶୁଣୁଛୁ, ମୋ କଥା ସରିବା ପର୍ଯ୍ୟନ୍ତ ଶୁଣିବୁ। ହଁ କୁହନ୍ତୁ କୁହନ୍ତୁ, ମୁଁ ଶୁଣୁ ତ, ଶୁଣୁଛି ଭାଇ। ମଝିରେ କିଛି କହିବୁନୁ, ସରିବା ପର୍ଯ୍ୟନ୍ତ ଶୁଣିବୁ ହେଲା। କୁହନ୍ତୁ। ପ୍ରଥମେ ଯେତେବେଳେ ତମ ବାବାଙ୍କୁ ଅଟକା ଗଲା ଯେ ନିଅ ଖୋଳଉନି, କାମ ଗୋଟେ ପରଫେକ୍ଟ ମେଜରମେଣ୍ଟ କରିକିରି ତମ 5 ଭାଇ କରିକି ତମ ଜାଗାରେ ଯୋଉଠି ପଡୁଛି ତମେ ସେଇଠି ଘର କର। ସେଠି କଣ ଗଲା, ଅଣ୍ଡରଟେକିଂ ଲେଖା ହେଲା, ତମ ବାବା ଦସ୍ତଖତ କଲା। ହୁଁ ନାନପୁର ଅମିନ ଯେତେବେଳେ ଆସିଲେ ମପାଚୁପ କରିବା ପାଇଁ, ତମ ବାବା ପୁରେଇ ଦେଲାନି, କହିଲା ମପା ହେଇଯାଇଛି, ବଣ୍ଟା ବୁଣ୍ଟି ହେଇଯାଇଛି, ମାନିଲେନି। ହୁଁ ହୁଁ। ତାପରେ ନିଅ ଖୋଳିକିରି କାମ ଆରମ୍ଭ ହେଲା। ତାପରେ ମୁଁ ଯାଇ ପହଞ୍ଚିଲି। ହୁଁ କୁନି ଖୁଡି କହିଲା ସେ ମାନୁନାହାନ୍ତି, ତମେ ଟିକେ ଆସି ଦେଖ। ମୁଁ ଆସି ଦେଖିଲା ବେଳକୁ ପଡିଯାଇଛି ଲିଣ୍ଟେଲ। ହୁଁ ହୁଁ ତାପରେ ମୁଁ ହଁ ଯାଇକିରି 144 କରିବା ଭିତରେ 20-25 ଦିନ ଲାଗିଲା, ତା ଭିତରେ ତମ କାନ୍ଥ ଉଠିଗଲା। ହୁଁ ହୁଁ ତମେ ଆମେ ନ ଯାଇଥାନ୍ତୁ, ତମେ ଗୋଟେ ଘର କରିଦେଲ, ହୁଁ। ହଁ ଘର କରିଦେଲେ ଗୋଟେ ଛାଡ, ସେ ଆମେ ଯାଇପାରିଲୁ, ତମକୁ ଆରମ୍ଭରୁ ଅଟକେଇ ଯାଇଛି। ଯୋଉଥି ଭାଇ ଆପଣ ଗୋଟେ କଥା, ମୁଁ ବାପାଙ୍କୁ ବି ପଚାରିଥିଲି, ବାପା ମତେ କହିଲେ ଆଉ ଜାଗାଟା ଆମର ଆଗରୁ ବଣ୍ଟା ହେଇଥିଲା, ମୁଁ ସେଇଟା ଜାଣିନି, ମୁଁ ବହୁତ ଛୋଟ ଥିଲି। ଯେହେତୁ 2000 କେତେ ଗୋଟେ ବଣ୍ଟା ହେଇଛି, ମୁଁ 2 ବର୍ଷ ଖଣ୍ଡେ ବୋଧେ ହେଇଥିଲା, ମତେ ବୋଧେ 3 ବର୍ଷ ହେଇଥିଲା। ତାପରେ ମୁଁ ଗାଁରେ ବି ଭଦ୍ରଲୋକ କିଛିଟା ବସିଥିଲେ, ଯୋଉ ଯେତେ ଥିଲେ ସବୁ କୁଷ୍ଠମଣ୍ଡା ପରେ, ମୁଁ ପଚାରିଥିଲି ନା ଜାଗା ବାଡି ଆମର ବଣ୍ଟା ହେଇଥିଲା, ସେ ସୁରଦାଇ ଦାଣ୍ଡପଟୁ ତାର ଜାଗା ନେଲା, ତେମେ 5 ଭାଇ ଯାକ ବାପା ହେରିକା ଏ ଜାଗାଟା ନେବେ। ମୁଁ ବୁଝିଲି ବାପାଙ୍କ ଠାରୁ ପଚାରିଲି, ଭଦ୍ରଲୋକ ବି ତାଙ୍କ ହାତରେ ରୂପା ଦେହରେ ମୋର କଥାବାର୍ତ୍ତା ବି କୁଷ୍ଠମଣ୍ଡା ତାଙ୍କ ସାଙ୍ଗରେ ମୁଁ ପଚାରିଲି, ନା ବଣ୍ଟା କୁଣ୍ଟା ହେଇଥିଲା, ବୁଝିଲ କି? ଦାଇ ଭାରିଆ ବି କହିଲେ ହଁ ବଣ୍ଟା କୁଣ୍ଟା ଆଗରୁ ହେଇଥିଲା, ଏମିତି ସବୁ ହେଇଥିଲା। ହୁଁ ତାପରେ ଯେହେତୁ ହେଇଥିଲା, ମୁଁ କହିଲି ତାହେଲେ ଘର ତାହେଲେ କଲେ ଟିକେ ଭଲ ହବ ଆଉ। ତାହେଲେ ଯେହେତୁ ଆମର ବଣ୍ଟା ହେଇଯାଇଛି, ଭଲ ହୁଁ ତମର ତଳୁ ତେମେ ଯଦି କହୁଛ ଯଦି ଭାଇ ଉପରକୁ ନବ, ତାହେଲେ ତେମେ ତ ସେଟା ମାନୁନ ନା, କହୁଛ ଆଉଥରେ ଚେଞ୍ଜ କରିବା। ହଉ ଚେଞ୍ଜ ବି ହଉ, ତେମେ ଯଦି କହୁଛ, ତେମେ ଆମ ଆଗପଟେ ଯେତିକି ଜାଗା ବି ଅଛି, ଏବେ ଆମର ଯୋଉ ସିଟ ଘର ଅଛି, ସିଟ ଘରଟା ଆମେ ଖୋଲିଦବୁ, ଭାଙ୍ଗିଦବୁ, ତେମେ ସେ ଜାଗାଟା ନେଇଯାଅ। ଆଉ କିଛି ପ୍ରୋବ୍ଲେମ ଶୁଣ ରହିବନି ଶୁଣ କିଛି। ଶୁଣ ହୁଁ ଶୁଣୁ ହୁଁ ତୋ କଥା ଆମ କଥା ଶୁଣେ, ଆମର ସମ୍ପୂର୍ଣ୍ଣ ସମାନ ଭାଗ 5 ଭାଗ ହବ। ହୁଁ ତାପରେ ତମ ଜାଗା ଯେଇଠି କରୁଛି ସେଇଠି ଘର କର, ଆମ ଜାଗାକୁ ତମେ ଛୁଅନି। ଭାଇ ଦେଖ ପଛ କଥା ଧଇଲେ ବହୁତ ଅନତ ହୁଏ। ଆମେ ଆଗରୁ ଶୁଣୁ କଣ ଚିନ୍ତା ତମକୁ କଲ ଆମେ ପଛ କଥା? ହଁ ଏଇଥିପାଇଁ ଛାଡୁନୁ, ହୁଁ କାରଣ ତମେ ଆରମ୍ଭରୁ ମାନିନ। ଆରମ୍ଭରୁ ଯଦି ମାନିଥାନ୍ତ, ଆଜି କାନ୍ଥ ଭଙ୍ଗା ହେଇନଥାନ୍ତା, ବୁଝିହେଲା। ଆଉ ଭାଇ ତେଣୁ ଦେଖ, ଯେତିକି ହଁ ତମେ କହ ଭାଇ ଏ କଥା କହୁଛ ଆଇନରେ ତେମେ କଣ କଲ ପଢି ପଢି ଟିଚର ହେଇଛ। ମୁଁ ବି ହଁ ମଧ୍ୟ କଣ କହିଲ, ମୁଁ ବି ଯେତିକି ପାଠଶାଠ ବାହାରେ ରହିକିରି ଦୁନିଆ ସାରା ବୁଲିଛି, ମୋର ଯେତିକି ଜ୍ଞାନ ଅଛି, ହଁ ଯେତିକି ମୁଁ ଜାଣିଛି, କୌଣସି ଘର ମାନେ କଣ କହିଲ ହେଇଯାଇଥିବ, ସେ ଘର ଭଙ୍ଗା ହୁଏନି କୋଠା ଘର। ଆଉ ତାପରେ ଘର ଶୁଣ ଛାତ ଶୁଣ ନ ଭାଇ ଶୁଣ, ପଡିଥି ଛାତ ଯେହେତୁ ପଡିନି, ତମେ ଚାହୁଁଛ ଆମେ ବିଭାତାଳ ନ ହଉ, ଆମେ ଏମିତି ରହୁ, ଆମ ବାପା ବୋଉ ହଇରାଣ ହୁଅନ୍ତୁ, ଆମେ ଘର ଭିତରେ ବେଶୃଙ୍ଖଳା ଚଳୁ, ତେମେ ଭାଇ ମାନେ ଏସବୁ ଚାହୁଁଛ। ମୁଁ ଏଇଟା କିନ୍ତୁ ମୋ ମତରେ ଏଇଟା ମୁଁ ଉଚିତ କଥା କହୁଛି, ମୁଁ ଭୁଲ କଥା ତମକୁ କହୁନି, ଉଚିତ କହୁଛି। ତମେ ଚାହୁଁଛ ଏଇ ଗୋଟେ, ତେମେ ଭାଇ ବଡ ଭାଇ ତମେ ବୁଝି ପାରିଥାନ୍ତ ଯଦି, ମୋ ସାନ ଭାଇ ଗୁରା ଏତେ ହଇରାଣ ହଉଛନ୍ତି, ମୁଁ କେମିତି ତାଙ୍କୁ ବାଟରେ ରହନ୍ତୁ। ବାପା ବୋଉ ତ ଯାହା କଲେ ଆମେ ମାନୁଛି, ବାପା ବୋଉଙ୍କର ବି ସେଟା ଭୁଲ ଥିବ
ହେଲା କିନ୍ତୁ ଯାହା କହିଲେ ଆମେ ମାନେ କଣ ତ ଭାଇ ମାନେ ଆମ ଛୋଟ ବେଳୁ ମୁଁ ତେମେ ତମକୁ ପ୍ରତି ମୁଁ ଭାଇ ମୁଁ ଖରାପ କହିଲ ତମକୁ ହଉ କେମିତି ମୋ ଖରାପ କଥା କରି ଶୁଣୁ ବ୍ୟବହାର କଲି ମୋ କଥା ଶୁଣିବୁ ନା ଶୁଣିବୁନି? କୁହନ୍ତୁ କୁହନ୍ତୁ ଭାଇ। ତୁ ହଇରାଣ ହ, ତମେ ଘର ଦ୍ୱାର ନ କର, ଏଇଟା ଆମେ ଚାହୁଁଛୁ? ନାଇଁ ଭାଇ ଆମେ ତ ହଇରାଣ ବି ହଉଛୁ। ପୋଖରୀ ଦେଖିଲ ଗୋଟେ ନା ସାପ ନା ଆମେ ନାଇଁ ତୁ ଜନ୍ତୁ ଯୋଉ ଆସି ଏ ଘରେ କଥାଟା ପଶିଛି। ନାଇଁ 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 ମୋ କଥାଟା ଭାଇ ଗୋଡରେ ଶୁଣୁ କାଲି ଗୋଟେ ଗୋଡା ସାପ ଶୁଣୁ ଗୋଟେ ମୋ ଗୋଡ ଉପରେ କାଲି ଚାଲି ମାନେ ରାତିରେ ଚାଲିକି ନା ଗଲା। ନା ମୁଁ ଏକଥା ଦୁଃଖଟା ଆମେ ଜାଣୁଛୁ ଭାଇ। ଶୁଣୁ କଥା ଶୁଣୁ ଏକଥା ତୁ କେମିତି କହିଲୁ ତୁ ହଇରାଣ ହବୁ ବୋଲି ମୁଁ ଚାହୁଁଛି? ଆମେ ତ ହଇରାଣ ହେଇଗଲ ଭାଇ ନା ଆଉ ନା ନା ହଇରାଣ ହଉଛୁ କଣ? ତମେ ଶୁଣୁ ଆଗକୁ ଯଦି ଘର ନ କରିବୁ ଦରକାର ପଇଲେ ଆମ ଜୀବନଟା ଭିତରେ ପୋଖରୀ ନା ନା ଚାଲିଯିବ। ଆମେ ଶୁଣୁ ତ ଏ ଦେଖ କଥା ଭାଇ ଯୋଉ ସାପ ଜନ୍ତୁ ଉଠୁଛନ୍ତି ଘରେ ମାନେ ବର୍ଷା ଦେଖ ଦିନରେ କଥା ଗାଧି ପାଣି ଶୁଣୁ ପଶିଯାଉଛି ବର୍ଷାରେ ଅଳିଆ ମଳିଆ ହଉଛି ବାରେ। ଶୁଣ ମୋ କଥା ଶୁଣ। ହଁ କୁହ। କଥା ଶୁଣୁ ତୁ କଣ କହୁଛୁ ତମେ ହଇରାଣ ହବ ମୁଁ ଚାହୁଁଛି ତୁ ହଇରାଣ ହବୁ ବୋଲି? ତମେ ତ ଏ ସଫା କଥା କଣ କହୁଛ କହିଲୁ? ସଫା କଥା କହୁଛ ଘର ଭାଙ୍ଗ ବୋଲି ସଫା କଥା ନାଇଁ ନାଇଁ କହୁଛ ପୁଣି ଆଉ ହଇରାଣ ନହବ ଶୁଣୁ କେମିତି ହବ କହୁନ? ତମ ଶୁଣୁ ହଁ ସେଇଟା ତମର ଭୁଲ। ତ ଆମେ ଶୁଣ ଆମ ଜାଗା ଉପରେ ତମ କାନ୍ଥ ମାଡି ଯାଇଛି ସେଇଟା ଭାଙ୍ଗିଦେଲେ ହୁଁ। ବାସ୍ ଯେଝା ଜାଗାରେ ଯେଝା ଘର କର। ଭାଇ ତମର ମୋର କଥା ରହିଲା ଦେଖ ମୋ ମୋବାଇଲ ବି କଲ ରେକର୍ଡିଂ ହଉଛି କୋଉଠୁ ଓକିଲ ପାଖକୁ ଯିବା ଯଦି ଘର ଯଦି ହେଇଯାଇ ଯଦି ଭଙ୍ଗା ହୁଏ ଯଦି ତାହେଲେ ତେମେ ଯଦି କହିବ ସତ କଥା କହୁଛି ତମ ତେମେ ତ ବଡ ଭାଇ ତମ ଆରେ ତମ ହଜାର ମାନେ ବସ ତମ ପାଖରେ ହେବି ହେଲା ତମକୁ କହିଲି ଶୁଣୁ ଯଦି କୋଉ ଓକିଲ ଯଦି ବସ୍ କହିଦବ ଉଠୁ ଭାଇ ଶୁଣୁ ଦେଖ ତେମେ ବି ପାଠ ପଢୁଛ ମୁଁ ବି ଭାଇ ହଉଛି ସବୁଆଡୁ ସବୁଥିରୁ ଜ୍ଞାନ ଗୀତା ଭାଗବତ ସବୁ ଜ୍ଞାନ ଭାଇ ମୁଁ ପଢୁଛି ହେଲା। ମୁଁ ପାଠ ପଢୁନି ବୋଲି କହୁନି ଏବେ ବି ମୁଁ ଛୋଟ ବେଳୁ 17-18 ବର୍ଷ ହେଲା ପରେ ମୋର ଜ୍ଞାନ ହବାର ମୋର ବି ଇଚ୍ଛା ହଉ ଥିଲା ପାଠ ପଢି ହଉ କିଛି ହଉ ଗୋଟେ କରିବି। ମୋ ଯଦି କଥା ପାଠ ମୋ ଯଦି କଥା କୋଉ ମୋ ଓକିଲ କଥା ଯଦି ଶୁଣିବୁ ନା କହିଦବ ଶୁଣିବୁନୁ? ହଁ ଆରେ କୁହ ମୋ କଥା ଶୁଣିବୁ ନା ଶୁଣିବୁନୁ? କୁହ ତମେ ବଡ ଭାଇ ତ ମୁଁ ଶୁଣିବିନି ହଁ କାହିଁକି? ଶୁଣୁ ଏବେ ଶୁଣୁ ତୋ କଥା କହିଲୁ ମୋ କଥା ଶୁଣୁ। ହୁଁ ଶୁଣୁ ତମେ ହଇରାଣ ହବ ବୋଲି ଆମେ ଏଇଟା ପ୍ରଥମ କଥା ଚାହୁଁନୁ। ଗୋଟେ କଥା ମୁଁ ସେକେଣ୍ଡ ଭାଇ କଥା ଖୁସି ହଉଛି ଲାଗୁଛି ମତେ ତମେ ଏ କଥା କହୁଛ ଶୁଣୁ ଖୁସି କଥା ଲାଗୁଛି। ଶୁଣୁ ତୁ ହଁ କୁହ କହିଲୁ ମୁଁ ସାଇଲେଣ୍ଟ ଥିଲି। ହଁ ତୁ କୁହ ମୋ କଥା ଶୁଣୁ ତାପରେ ଜାଗା ଯେତିକି ଆମର ପଡୁଛି ତମେ ଆମ ଜାଗାକୁ ଛାଡିଦିଅ। କାରଣ ଯେପର୍ଯ୍ୟନ୍ତ କାନ୍ଥ ଉଠିକିରି ଥିଲା ଆମେ ତ ମନା କଲୁ ତମ ବାବା ନ ମାନିକିରି କାନ୍ଥ କରିନ୍ତି। ଯଦି ମାନିଥାନ୍ତେ ଆଜି ଏସବୁ ପ୍ରୋବ୍ଲେମ ହେଇନଥାନ୍ତା। ସେଥିପାଇଁ ଦେଖ ଆମେ ଭାଇ ଶୁଣ କଥା ହୁଁ ଶୁଣୁ ହୁଁ ଅଣ୍ଡରଟେକିଂ ଲେଖା ହେଇଥିଲା ହୁଁ ଯେପର୍ଯ୍ୟନ୍ତ ଜାଗା ଫାଇନାଲ ରହିଛି ହୁଁ ମୁଁ କାନ୍ଥ ଉଠେଇବି ତ ବାବା ଲେଖିଛି ସେ କପି ଆମ ପାଖରେ ଅଛି ସେଇଟା ବି ଆମେ କୋର୍ଟରେ ଦେଖେଇବୁ। ହୁଁ ତାପରେ 144 ହବାର 5 ଦିନ ପର୍ଯ୍ୟନ୍ତ କାମ ଚାଲିଥିଲା ସେଇଟା ମଧ୍ୟ ଦର୍ଶେଇବୁ। ଆଉ ସମାନ ଭାଗ 5 ଭାଗ ହବ ବଡରୁ ସାନ କ୍ରମେ ଅନୁକ୍ରମ ଦଳିଟା ବି ଦସ୍ତଖତ ଅଛି ଜେରକ୍ସ କପି ଅଛି ହୁଁ 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 ସେଇଟା କୋର୍ଟରେ ଦେଖେଇବି ନିଆପଡା କୋର୍ଟରେ। ହୁଁ 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 ତେଣୁକରି ମୁଁ ଯେତିକି ଫାଇନାଲ କରୁଛି ଫାଇନାଲ ଭଦ୍ରଲୋକ କଲେ ତମ ବାପା ଏବେ ରାଜି ହେଲା ଆଜି ଯେ କାନ୍ଥ ଭଙ୍ଗା ହବ ବା 880 ସ୍କୋୟାର ଫୁଟରେ ହୁଁ ପର ପିଛା ଜଣଙ୍କ ପିଛା ପଡିବ ହୁଁ ବୁଝିଲା। ଏବେ ଆ ପରେ ଆଉ କୌଣସି ପ୍ରକାର ଦିମତ ନାହିଁ। ତାହେଲେ ଭାଇ ତେମେ ଯଦି ଘର ଅଧାରୁ ଆଇଛ ତେମେ ବିଲକୁଲ ମୂଳରୁ ଅଟକେଇନ ମୂଳରୁ ତ ମୁଁ ତ ଘରେ ଥିଲି ତେମେ ମୂଳରୁ ଏ ଆସିକି ତମେ ଖୁସି ମୂଳରୁ କୁନି ଖୁଡି ତ ପଞ୍ଚାୟତ ତମ କଥା ଭାଇ କହୁଛି ମୁଁ କୁନି ଘର ତ ଛାଡ ତା କଥା ମାର କଥା ମୁଁ ତମ କଥା ନାଇଁ କହୁଛି ନାଇଁ ତୁ ତେମେ ଅଧାରୁ ସେମିତି ଆସିଛ କହିପାରିବୁନୁ ଶୁଣୁ ହଁ ମୋ କଥା ଶୁଣୁ କୁନି ହୁଁ ଖୁଡି ପଞ୍ଚାୟତ ସହିତ ଆମେ କନଫରେନ୍ସ କଲ କଥାବାର୍ତ୍ତା ହେଇଥିଲୁ ଯେ ମୁଁ କହିଲି କୁନି ଭାଇ ଖୁଡି ତମେ ତାକୁ ଗୋଟେ ଅଟକାଅ ଜାଗାକୁ କେସ୍ ଆସ କରିବି। ଦେଖ ତାପରେ କୁହ ସେଇଟା ଭଲ ଏ ଲାଗିବ କିନ୍ତୁ ଦୂର କଥା ଥାଇ ଶୁଣୁ କହିବ କାହାକୁ ସେଇଟା ଉଚିତ ନୁହଁ। ତୁ କେମିତି ଗାଲୁଆମି କଥାବାର୍ତ୍ତା କରୁଛୁ ନ ଜାଣିକି? ଭାଇ ତମକୁ ମୁଁ ଭୁଲ କଥା କହିଲିନି ପ୍ରଥମରୁ ତ ଅଟକି ଯାଇଛି କୁନି ଖୁଡି ସହିତ ମୁଁ କହିଥିଲି କୁନି ଖୁଡି ତା ନାଁରେ କେସ୍ କର। କୁନି ଖୁଡି କେସ୍ କରିବାକୁ ତମ ବାପା କହିଲା ଅଣ୍ଡରଟେକିଂ ଲେଖିଲା ଦସ୍ତଖତ ଦିଆହେଲା କହିଲା ମୁଁ ଯେପର୍ଯ୍ୟନ୍ତ ଜାଗା ଫାଇନାଲ ରହିଛି ନହେଲେ ମୁଁ ଗଲି ଜାଗା ଉପରକୁ। ତାହେଲେ ଭାଇ ତାହେଲେ ଏବେ ତ କହୁଛ ଘରଟା ଭାଙ୍ଗିଦବୁ ଆମେ ତମେ ଘର ଖୁସି ତ ତମର ଯେତିକି ତେମେ ଶୁଣୁ ଖୁସି ତ? ଘର ଯେତିକି ମାଡି ଯାଇଛି ସେତିକି ଭଙ୍ଗା ହବ। ଦେଖ ଭାଇ ତେମେ ବୁଝିପାରିଲୁ ଚାକିରି କରିକି ଦି ପଇସା କମଉଛ ତମ ବାଧୁନି ଆମେ ଦି ପଇସା ଖଟିକିରି କମଉଛୁ ମୁଁ ମୋ ଶୁଣୁ ଭାଇ ବାବା କମଉଛି ଆମ ତୁ ବାଧୁଛି ହେଲା। ତୁ ତମେ ବାଦେ ଚାକିରି ନ କରି ଦି ପଇସା ବାଦେ କମଉଛ ତୁ ତମେ ସରକାରରୁ ତୁ ତମେ ଗଭର୍ଣ୍ଣମେଣ୍ଟରୁ ପଇସା ପାଉଛ ନା ଆମେ କଣ ଖଟିକି କୋଉଠି ମୂଲଟା ଦି ପଇସା କମଉଛୁ ଆମ ଦେଖେ ବାଧୁଛି ହେଲା ଆଉ ତୁ କିଛି ନୁହଁ। ଜଣକ ଜାଗା ଉପରେ ଘର କରିଦବୁ କହିବୁ ମୁଁ ଘର କରିସାରିଲେ ଭାଙ୍ଗିବିନି ସେ ଛାଡିଦବ। ଭାଇ କୋଉ ଆଇନ ଏଇଟା ଆସିଗଲା ତମର ଏଇଟା କଣ ଆଇନରେ ଆମର ଅଛି ଆମର ଦେଖ ବାପା ଯଦି ସମ୍ପତ୍ତି ଏଇଟା ଆ ଆମ ଶୁଣ ବାପା ଯେ ସମ୍ପତ୍ତି ଏଇଟା କାହା ସମ୍ପତ୍ତିରେ ଆମେ ଶୁଣୁ ଅଧିକାର କରିପାରୁନୁ ହେଲା ଆଇନରେ କୋଉ ଅଛି ଅନାବାଦୀ ଆମେ କରୁନୁ ବାପା ସମ୍ପତ୍ତି ରେକର୍ଡ କରୁ ତମ ଜାଗାରେ ରେକର୍ଡ ଯିଏ ଆଇନରେ ହାତେ ଅଛି ହାତେ ପାଇଛନ୍ତି ଘର ଭାଙ୍ଗିଦବ କୋଉ ଆଇନ ଏଇଟା ଅଛି ତମେ କହିଲ ମତେ? ଆଇନରେ ଅଛି କୋର୍ଟକୁ ଭାଇ ଆ ତମେ ଦେଖିବୁ ପାଠ ପଢିଛ ଆ ତମେ ଭାଇ ଅଲ ଠିକ ଆ ଗୁରୁ ପାଖରେ ପାଠ ପଢିନ ତମେ ମାନେ କଣ କଲ ଗୁରୁ ହେଇକି ପାଠ ପଢିଛ ତେମେ କୋର୍ଟ ଶିଷ୍ୟ ହେଇକି ପାଠ ପଢିଲେ ଶିଖିଥାନ୍ତ ତମେ ଶିଷ୍ୟ ହେଇ ପାଠ କୋର୍ଟରେ ପଢିନ ଦେଖାହବ ଗୁରୁ ହେଇକି ପାଠ ପଢୁଛ କୋର୍ଟରେ ହେଲା। ତମେ ବୁଝିଲା କେତେ ବର୍ଷ କୋର୍ଟରେ ପାଠ ପଢିଛ ତମେ ପାଠ କୋର୍ଟରେ ପଢା ଫାଇନାଲ ସହିତ ହବ। ଠିକ ପାଠ ପଢା